ଆମ ଜଗା ଭାରି ବଢ଼ିଆ। ନମ ଅଖିଳ ଯଜ୍ଞ ତନ୍ତୁ ତୋ ଅବତାର ଭକ୍ତ ହେତୁ, ନିର୍ମଳ ସତ୍ୱମୂର୍ତ୍ତି ଧରି ସଂସାର ପାଳୁ ନର ହରି। ଆମ୍ଭର ଭାଗ୍ୟ ଭଗବାନ ଏ ଦୁଷ୍ଟ କଲୁ ତୁ ନିଧନ, ତୋର ପ୍ରସନ୍ନେ ଜଗନ୍ନାଥ ଆମ୍ଭେ ଯେ ହୋଇଲୁ ନିଶ୍ଚିତ। ତୋର ସଂସାର ପାଳ ଏବେ ମନ୍ଦ କହି ସର୍ବଦେବେ, ଆନନ୍ଦ ଗଲେ ନିଜ ପୁର ସୁମନେ ଶୁଣ ହେ ବିଦୁର। ମୈତ୍ରେୟ ଉବାଚ ଏ ମନ୍ଦେ ହିରଣାକ୍ଷ ମାରି ଯଜ୍ଞ ବରାହ ରୂପ ଧରି, ନିଜ ଭୁବନ ହରି ଗଲେ ଉତ୍ସବ ପରମ ମଙ୍ଗଳେ। ବ୍ରହ୍ମାଦି ଦେବେ କଲେ ସ୍ତୁତି ନିଜ ଭୁବନେ ଲକ୍ଷ୍ମୀପତି, ଭକ୍ତ ଉଦ୍ଧରି ମହାତୋଷେ ମିଳିଲେ କମଳାର ଆସେ। ତୁ ଯାହା ପଚାରିଲୁ ମତେ ପ୍ରସନ୍ନେ କହିଲି ମୁଁ ତତେ, ବିଷ୍ଣୁର ଲୀଳା ଅବତାର ହିରଣାକ୍ଷର ଯେ ଉଦ୍ଧାର। ଏ ମନ୍ଦେ ମୈତ୍ରେୟ ବାଣୀ ବିଦୁର ସାବଧାନେ ଶୁଣି, ପରମାନନ୍ଦ ସେ ଲଭିଲା କାନନେ ପରାଶର ବଳା। ଅନ୍ୟ ଯେ ପୁଣ୍ୟ ଶ୍ଲୋକ ଜନେ ନାନା ପ୍ରକାରେ ଭୁବନେ, ତାହାଙ୍କ ଯଶ କର୍ଣ୍ଣେ ଶୁଣି ଭବସାଗରୁ ତରେ ପ୍ରାଣୀ। କୃଷ୍ଣର ଗୁଣ ଅବତାର କର୍ଣ୍ଣେ ଅମୃତ ରସ ଧାର, ଶୁଣି ସୁଜନେ କର୍ଣ୍ଣ ଦ୍ୱାରେ କିମ୍ବା ନ ତରିବେ ସଂସାରେ। ବନସ୍ଥ ଗଜ ଜଳେ ପଶି କରଣୀ ପଲ ମଧ୍ୟ ବିଶି, ଜଳେ ଚରନ୍ତି ପଦ୍ମ ବନେ କୁମ୍ଭୀର ଗ୍ରାସିଲା ଚରଣେ। ଚରଣ ନ ପାରିଲା ଆଣି ଅନେକ ହସ୍ତି ତାକୁ ଟାଣି, ନ ପାରି ହୋଇଲେ ବିଷାଦ ଚିତ୍ତେ ଚିନ୍ତଇ ବିଷ୍ଣୁ ପଦ। ତକ୍ଷଣେ ପ୍ରଭୁ ଚକ୍ରପାଣି ଗଜ ରଖିଲେ ଗ୍ରାହ ହାଣି, ତାର ଚରଣେ ମୁନି ବୃନ୍ଦେ ନାନା ପ୍ରକାର ଯୋଗ ସାଧ୍ୟେ। ଅଭୟ ପଦେ ସେ ବସନ୍ତି ସେ ଅନ୍ୟ ଭାବ ନ ଚିନ୍ତନ୍ତି, ଅସାଧୁ ଜନେ ଅଗୋଚର ଯା ନାମ ଅଭୟ ପଞ୍ଜର। ହିରଣାକ୍ଷର ବଧ ତତ୍ତ୍ୱ ଅମିୟ ରସ ଭାଗବତ, ନିଜ ଭକତ ଉଦ୍ଧାରିଣ ଶୁକର ରୂପେ ନାରାୟଣ। ଧରଣୀ ଉଦ୍ଧରିଲେ ଦନ୍ତେ କ୍ରୀଡ଼ା ବିହାର ଏ ଜଗତେ, ଏକଥା ଶ୍ରବଣ କୀର୍ତ୍ତନ କରି ବଞ୍ଚନ୍ତି ଯେଉ ଜନ। ବ୍ରାହ୍ମଣ ବଧ କରିଥିଲେ ଦୋଷ ନ ଲାଗେ ତାକୁ ଭଲେ, ଏ ପୁଣ୍ୟ ଯଶ ହରି କଥା ଧନ ଆୟୁଷ ମୋକ୍ଷ ଦାତା। ପ୍ରାଣ ଇନ୍ଦ୍ରିୟ ସୁଖ ବଢ଼େ ଦୁର୍ଗତି ରିଷ୍ଟ ବାଧା ଛାଡ଼େ, ସୁଜନ ସଙ୍ଗେ ଯେବେ ମିଶେ ଅନ୍ତେ ଗୋବିନ୍ଦ ପାଦେ ପଶେ। ଏ କଥା ଶୁଣି ସାଧୁ ଜନେ ବଞ୍ଚିବ ଶ୍ରବଣ କୀର୍ତ୍ତନେ। ତୃତୀୟ ସ୍କନ୍ଧେ ଭାଗବତ ମୈତ୍ରେୟ ବିଦୁର ଚରିତ, ଯେତେ କହିଲେ ହରି ବାଣୀ ଶୁଣି ସଂସାରୁ ତର ପ୍ରାଣୀ। ଭାଷା ପ୍ରବନ୍ଧେ ଭାଗବତ କହିଲା ବିପ୍ର ଜଗନ୍ନାଥ, ସୁଜନେ ଦୋଷ ମନ ଧର ମୁଁ ତୁମ୍ଭ ଚରଣେ କିଙ୍କର। ଇତି ଶ୍ରୀମଦ୍ଭାଗବତେ ମହାପୁରାଣ ପରମହଂସ ସଂହିତାୟା ତୃତୀୟ ସ୍କନ୍ଧେ ହିରଣାକ୍ଷ ବଧ ନାମ ଊନବିଂଶ ଅଧ୍ୟାୟ। ବିଂଶ ଅଧ୍ୟାୟ ଆରମ୍ଭ। ପୁଣି ସୃଷ୍ଟିର ପ୍ରକରଣ ବିଂଶତି ଅଧ୍ୟାୟେ ବଖ୍ୟାଣ। ବରାହ ରୂପୀ ଭାବଗ୍ରାହୀ ଜଳେ ଧରଣୀ ଗଲେ ଥୋଇ, ସେ ମନୁ ସ୍ୱୟମ୍ଭୂର ବଳା ଧରଣୀ ପୃଷ୍ଠେ ଯାହା କଲା। ନାନା ପ୍ରକାରେ ଜନ୍ତୁ ଯେତେ ତାହାଙ୍କୁ ସାଧିଲା କେମନ୍ତେ, ଜ୍ୟେଷ୍ଠ ଭ୍ରାତା ଯେ ଧୃତରାଷ୍ଟ୍ର ତା ପୁତ୍ର ଦୁର୍ଯ୍ୟୋଧନ ଦୃଷ୍ଟ। କର୍ଣ୍ଣ ଶକୁନି ଦୁଃଶାସନ ଏହାଙ୍କ ତୁଲେ ଯେତେ ଜନ, ପାଣ୍ଡବ ହିତେ ସେ ବିଶ୍ୱାସେ ବର୍ତ୍ତଇ ବୋଲି ମହାରସେ। ରାଜୁ ବାହାର କରିଦେଲା ଯେଣୁ ସେ ବ୍ୟାସଙ୍କର ବଳା, ଛାଡ଼ିଲା ହସ୍ତିନା ନଗରୀ କୃଷ୍ଣ ଚରଣେ ଆଶ୍ରୟ କରି। ତୀର୍ଥ ସାଧନ ପୁଣ୍ୟ ବଳେ ଏକାନ୍ତେ ବିଷ୍ଣୁ ଭକ୍ତି ଫଳେ, ଗୋବିନ୍ଦ ଭକ୍ତ ସେ ନିଶ୍ଚଳେ ବର୍ତ୍ତଇ ଭକ୍ତ ଜନ ମେଳେ।
विदुर भ्रमि तीर्थ मार्गे कानने मैत्री अंक आगे वन गहने गंगा कूले सेवे निजन एक मेले विदुर किबा प्रश्न कला कहिबा मते विष्णु लीला से विष्णु कथा वाक्य सार श्रुति गोचरे सुधा धार जे सने गंगा स्नान कले से तिनि तापरु उद्धारे गोविंद कथा से ही मते पाप न रहे अंतर्गते कृष्ण चेष्टित भाव जेते भूमुनि कह मो अग्रते कृष्णर लीलामृत रसे रसई जार श्रुति ग्रासे से काही छाड़े कृष्ण कथा जेणे हरई भव व्यथा नैमिष्यारणे मुनि गणे से उग्र स्रपार चरणे पणत होई न कहिले विष्णुर कह कथा भले से उग्र स्रपा विष्णु पदे मनुकु निवेशी आनंदे कहिले शुण मुनि गण कहिबी श्रीहरिर गुण विष्णु सुकर रूप धरी धरणी पातालु धरी लीला विहारे हिरणाक्ष गोविंद माइले प्रत्यक्ष से कथा शुणी तो सचिते अश्रुपुलक रोमग्रात्रे